ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ଼ ଗ୍ରାମରେ ବିଶ୍ୱଶାନ୍ତି ସକାଶେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶୁକ୍ରବାର କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଶନିବାର ମହାମନ୍ତ୍ର ନାମଯଜ୍ଞ ଓ ରବିବାର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ସଭାପତି ତପନ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଯଜ୍ଞରେ କର୍ତ୍ତା ଭାବରେ ବିନୋଦ କୁମାର ଭୋଇ, ପୂଜକ ଭାବରେ ହରେକୃଷ୍ଣ ରଥ କାର୍ଯ୍ୟ ତୁଲାଇଥିଲେ। ଏଥିରେ ଗ୍ରାମର ମନମୋହନ ସାହୁ, ଟୁନା ରଥ, ଶିଖର ନାୟକ, ଅନ୍ତର୍ଯାମୀ ପ୍ରଧାନ ଶ୍ରୀପତି ଭୋଇ, ଦ୍ରୋଣଚନ୍ଦ୍ର ସାହୁ, ବିରାଜ ବାରିକ ପ୍ରମୁଖ ଗ୍ରାମବାସୀ ସହଯୋଗ କରିଥିଲେ। ଏହାପରେ ସୋମବାର, ମଙ୍ଗଳବାର, ବୁଧବାର 3 ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ, ଅପେରା, ଭଜନ ସମାରୋହ, ପାରାୟଣ ଅନୁଷ୍ଠିତ ହେବ। ପ୍ଲାଟିନମ ଜୁବଲି ଉପଲକ୍ଷେ 6 ଦିନ ଧରି ଯାତ୍ରା ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ହରଭଙ୍ଗାରୁ କୁନା ବେହେରାଙ୍କ ରିପୋର୍ଟ, NTV ଓଡ଼ିଆ।